ମୋ ବାବାଟା ତୁ ସ୍ଥିର ହେଇଯା, ତୁ ଜମା ଅସ୍ଥିର ହନା। ତୁ ଅସ୍ଥିର ହେଲା ବେଳକୁ ମିଡ଼ିଆ ଖାଲି ଉଠିଛି ପଡ଼ୁଛି। ବାଲେଶ୍ୱର ବାଲିଆପାଳରୁ ଭୁବନେଶ୍ୱର କେହି ଶୋଇପାରୁନାହାନ୍ତି। ମୋ ବାବା ସବୁ କର ସେ ଗାମୁଛାର ଜାଗା ବଦଳାମ। ଥରେ ମାଇଲୁ ଓଡ଼ିଶା ଖାଲି ଉଠିଲା ପଡ଼ିଲା। ଏ ଗାମୁଛାଟା କୋଉଠି କିଣିଛୁ, ଫ୍ଲିପକାର୍ଟ ନା ମେସୋ? ରାଣୀ ପଣ୍ଡା ଆଉ ପିୟୁଷ ଭାଇଙ୍କର ଯୋଉ ବିବାଦ ହେଇଥିଲା, ସକାଳୁ ଯାଇକି ମିଶିଗଲେ। ଏ ତାଙ୍କର ଭଲ ବନ୍ଧୁ, ତମେ ବେଶୀ ହାଇଲାଇଟ୍ କରିଦେଲ ନା ଆଉ। ହଁ ସେ ଦେଖିବା ପୁଣି ପହରଦିନ ଦେଖିବ, ତା ଛୁଟି ଅଛି। ଆପଣ ଖାଲି ନାଚ ଅଛି, ଖାଲି ଲଙ୍ଗଳା ନାଚିଲେ ହବ କି? ନାଚ ତ କେତେ ପ୍ରକାର ଅଛି। ଲୋକ ଡିଆଇଡି ପ୍ୟାଟ୍ ନାଚୁଛନ୍ତି, ସେଇଭଳିଆ ନାଚୁନାହାନ୍ତି। 1000 ଟଙ୍କା ଛରାତିଆଙ୍କ ତ ହବ ସେ ଗୋଟିଏ ନାଟକ ଆଉ ବଜରଙ୍ଗୀ ଆଉ ସମସ୍ତ ମୁଣ୍ଡରେ ତୁ ମୋ ବଜରଙ୍ଗୀ ନାଟକଟି ଭଲ ହେଇଛି। ଗୋଟେ ନୂଆ ଭିନ୍ନ ସ୍ୱାଦର ନାଟକ, ଗୋଟେ ଲଭ୍ ଷ୍ଟୋରି। ଆଉ ଦେଖୁଛନ୍ତି ଗହଳି କୋହଳିଆ ହେଉଛି, ସକାଳୁ ଟିକେଟ୍ ସରିଯାଉଛି। ଆରେ କହିଦେଉଛି ଗୋଟେ ଆଉ, ଲୋକ ଏନ୍ଜୟ କରୁଛନ୍ତି, ଘୋଘା କରୁଛନ୍ତି, ସେଥିପାଇଁ ହଁ ମିଡ଼ିଆ ଉଠୁଛି ପଡ଼ୁଛି। ସେଇଆ ବା ସେ ଗୋଟେ ଫାଇଟିଂ ସିନ୍ ଅଛି ନା, ମାଇଲା ଏକାଛିଆ ମତେ ମୋ ବେକ ଫେକ ଭାଙ୍ଗି ଦେଇଛି। ସେଇପାଇଁ ଉଚ୍ଛନ କିଏ ସେ ଗାମୁଛା ବଦଳିକି ଉତ୍ପାଦ କରୁଛି, କେହି ଶୋଇପାରୁନାହାନ୍ତି। ସାରା ପୁରା ସେ ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଆଡ଼େ ହୁଲୁସ୍ଥିଲୁ, ସେଇପାଇଁ କୁହାହେଇଛି ଆଉ। ମୋ ବାବାଟା ତୁ ସ୍ଥିର ହେଇଯା, ତୁ ଜମା ଅସ୍ଥିର ହନା। ତୁ ଅସ୍ଥିର ହେଲା ବେଳକୁ ମିଡ଼ିଆ ଖାଲି ଉଠିଛି ପଡ଼ୁଛି। ବାଲେଶ୍ୱର ବାଲିଆପାଳରୁ ଭୁବନେଶ୍ୱର କେହି ଶୋଇପାରୁନାହାନ୍ତି। ମୋ ବାବା ସବୁ କର ସେ ଗାମୁଛାର ଜାଗା ବଦଳାମ। ଥରେ ମାଇଲୁ ଓଡ଼ିଶା ଖାଲି ଉଠିଲା ପଡ଼ିଲା। ଏ ଗାମୁଛାଟା କୋଉଠି କିଣିଛୁ, ଫ୍ଲିପକାର୍ଟ ନା ମେସୋ? ଆଉ ତୁ ହିରୋ ହବୁ, ତୁ ବିଜ୍ଞାନ ନେବୁ, କୋଟିଏ ନେବୁ, ମୁଁ କ'ଣ ଭୁଜା ଖାଇବି? ଏ ତାଙ୍କର ଭଲ ବନ୍ଧୁ, ତମେ ବେଶୀ ହାଇଲାଇଟ୍ କରିଦେଲ ନା ଆଉ। ତମେ କାହିଁ ଯାଉ କାହିଁକି ଶୁଣୁଛ, ତାଙ୍କର ସେମିତି ହୁଅନ୍ତୁ। ଆଜି ଦେଖିବାକୁ ଆସିଛନ୍ତି, ଆଇଛି ରାଣୀ ପଣ୍ଡା ମୀରା ପରିଡ଼ା ଏକାଠି ଦି ଭଉଣୀ ବସୁଛନ୍ତି। ଦେଖିଲ ତ ସାଂଘାତିକ। ତମେ ଜାଣିଥିବ ସବୁ, ମୁଁ ଜାଣିନି ଭାଇ କ'ଣ ଘଟଣା, ସିଏ କ'ଣ ହେଲେ। ତମେ ସବୁ ବେଶୀ ହାଇଲାଇଟ୍ କଲ, ରାଗିଗଲେ ରାଣୀ ପଣ୍ଡା, ରାଗିଗଲେ ପିୟୁଷ ତ୍ରିପାଠୀ, ସିଏ ହେବେ ବା। ତମେ ଖାଲି ହାଇଲାଇଟ୍ କରୁଛ ଆଉ, ତମର ତ ଭିଉ ଯାଉଛି, ଏଥିରୁ କ'ଣ ଅଛି? ବନ୍ଧୁକ ରଖା ହେଇଛି, ଡୁପ୍ଲିକେଟ୍ ବା। ହଁ ସେ ଦେଖିବା ପୁଣି ପହରଦିନ ଦେଖିବ, ତା ଛୁଟି ଅଛି। ବଢ଼ିଆ, ସିଏ ଆମର ତ ସବୁ ଭଲ ଆଉ। କିଛି ନାହିଁ ସେ ଆହୁରି କହୁଛି ଏଇଆ କର ସେଇଆ କର। ଅଭିନୟ ଯଦି ଭଲ ନଥିଲା କ'ଣ ଲୋକ ଆସନ୍ତେ, ଲୋକ ଶୋଧନ୍ତେନି? ଏହା ବେକାର କଥା କହି ପ୍ରହସନ କରୁଛନ୍ତି। କିଛି ଅଛି ନା ଆଉ, ଖାଲି ଆସିବେ। ଖାଲି କ'ଣ କ୍ରେଜ୍, କ'ଣ ସେ କ୍ରେଜ୍ଟା ସେଇ ଅଭିନୟରୁ ସୃଷ୍ଟି ହେଇଥିଲା, ଖାଲି ହେଇଗଲା ତା ମୁହଁକୁ ଦେଖିକି। ଆଉ କ'ଣ ତା ଭଳିଆ ଟୋକା ନାହାନ୍ତି ନା କ'ଣ? ଲେଖା ହେଇଥାଏ, ଟ୍ରେଣ୍ଡ ଅନୁସାରେ ଲେଖା ହେଇଥାଏ। ପୁଣି ଆମ ଗୋଟେ କୋଉଠି ଯୋଉ ଲାଗେଇ ଦେବା ଗୋଟେ ଲାଗିଗଲା, ଆଉ ସାର୍ ଲେଖୁଛନ୍ତି ତାଙ୍କର ସବୁ କଥା ମନେ ରଖିଥିବ କି? ସାର୍ କହିକି ଟିକେ ସାର୍ ମୁଁ ଟିକେ ଲଗେଇଦେବି, ସାର୍ ଯଦି ଲାଗିବ ଲଗା। କମେଡି ବେଳେ ଆମେ ଶୁଣୁ ଆପଣ ଗୀତ ଗୁଡ଼ିକ କମେଡି ବଢିଆରେ ଗାଆନ୍ତି। ଗୋଟେ କରିଦେଉଛୁ ଆଉ, ଗୋଟେ ମଜାମସ୍ତି ଯାହା ଲୋକ ଚାହୁଁଛନ୍ତି। ଗୋଟେ କହିବା ଟ୍ରେଣ୍ଡ ଅନୁସାରେ ଚାଲିବାକୁ ପଡ଼ିବ, ଯଦି ନ ଚାଲିବ ପଛେଇଯିବ। ଆଗାମୀ ଦିନରେ ପିୟୁଷ ପରେ ବର୍ତ୍ତମାନ ଲମ୍ବା ଗୋଟେ ରେସ୍ ତ ଘୋଡ଼ା ହେଇଯାଇଛି। କିଛି ଦରକାର ନାହିଁ ଭାଇ, ଆମେ ଯାତ୍ରାରେ ରହୁ, ଗୋଟେ ଭଲ ଅଭିନେତା ହୁଏ, ଭଲ ମଣିଷଟେ ହୁଏ। ଆମର ମୁକୁଟ ଦରକାର ନାହିଁ କି ମଲାଟ ଦରକାର ନାହିଁ, କି ଆମର କେଉଁ ପାର୍ଶ୍ୱ ମୁଖ୍ୟ ଷ୍ଟାର ଫାର କିଛି ଲାଗିବା ଦରକାର ନାହିଁ। ବାସ୍ ପଇସା ଦୁଇଟା ରୋଜଗାର କରିବାର ଅଛି, ବାପା ବୋଉଙ୍କୁ ଭଲ ରଖିବାର ଅଛି, ଘର ଆମ ପାଖରେ ଯିଏ ରହୁଛନ୍ତି ତାଙ୍କୁ ଭଲ ରଖିବାର ଅଛି। ଯାତ୍ରା ଭଲ ହେଲେ ସିନେମା ଭଳି ହେଇଛନ୍ତି କହୁଛନ୍ତି, ସିନେମା ଖରାପ ହେଲେ ଯାତ୍ରା ଭଳି ହେଉଛି। ତ ଏଇ ତୁ ପଚାରି କୋଉ କ୍ୟାଟେଗୋରୀରେ ଯିବ? କିଛି କି ନାହିଁ, ଯାତ୍ରା ଆଉ ଯାତ୍ରା ତ ଆଉ ଅଛି, ରହିଥିବ। ସିନେମା କଥା ଆମେ ବୁଝିବୁ। ପ୍ରଶାସନ ଏଇ ବର୍ଷ ଯୋଉ ଅଶ୍ଳୀଳତାକୁ ବ୍ୟାନ୍ କରିଛନ୍ତି, ଯେ କୌଣସି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ ହେଇପାରିବନି, ତ ଏମିତି ଆପଣ କେମିତି ଦେଖୁଛନ୍ତି କଳାକାର ହିସାବରେ? ଅଶ୍ଳୀଳତା କ'ଣ ଆଉ, ଏଇ ଦର୍ଶକମାନେ ଦେଖୁଛନ୍ତି ବୋଲି ସେ ଅଶ୍ଳୀଳତା କରୁଛନ୍ତି ନା, ସେ ନ ଦେଖିବେ କିଏ ଦେଖିବେ? ରୋକ ଲଗେଇଛନ୍ତି, କେମିତି ଦେଖୁଛନ୍ତି ଆପଣ? ଏଇଟା ଠିକ୍ ହେଇଛି ଭୁଲ ହେଇଛି? ଠିକ୍ ହେଇଛି, ଯଦି ସେ ଅଶ୍ଳୀଳତା ନିଜ ଆମର ଗୋଟେ ଝିଅ ଛୁଆଙ୍କର ଗୋଟେ ଇଏ ହେଲା ଭୂଷଣ, ସେଇଟା ଯଦି ଲୁଚେଇ କଲେ ଆଉ କ'ଣ ଖାଲି ନାଚ ଅଛି, ଖାଲି
ଲଙ୍ଗଳା ହେଇ ନାଚିଲେ ହବ କି? ନାଚ ତ କେତେ ପ୍ରକାର ଅଛି। ଲୋକ ଡିଆଇଡି ପ୍ୟାଟ୍ ନାଚୁଛନ୍ତି, ସେଇଭଳିଆ ନାଚୁନାହାନ୍ତି। 1000 ଟଙ୍କା ଟିକେଟ୍ ଦେଇକି ଲୋକ ଦେଖିବେ, ସେଇଆ ଦରକାର। ଆଉ କଳା ପ୍ରଦର୍ଶନ କରିବାର ଅଛି, ଖାଲି ଅଙ୍ଗ ଦେଖିଲେ କଳା ପ୍ରଦର୍ଶନ ହବ?